ଦେଖନ୍ତୁ ଦୀର୍ଘ 26 ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ବିଜୁ ଜନତା ଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର 4.5 କୋଟି ଜନମାନସ ନେତା ଆମେ ନବୀନ ପଟ୍ଟନାୟକ ଭଲ ପାଉଥିଲୁ। ତାଙ୍କ ନିଧି ଆଦର୍ଶ ଅନୁପ୍ରାଣିତ ହୋଇ ଧାମନଗର ଆମେ କାର୍ଯ୍ୟ କରୁଥିଲୁ। ବର୍ତ୍ତମାନ ମୁଁ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଅଛି। ହଠାତ୍ ଆଜି ଆମେ ଖବର ପାଇଲୁ ଯେ ବିଜୁ ଜନତା ଦଳର ମୁଁ ଏବଂ ବର୍ଷିୟାନ ନେତା ଯେ ଅଣ କଂଗ୍ରେସ ରାଜନୀତିର ପିତାମହ ଭୀଷ୍ମ ରଘୁବାବୁ ବହିଷ୍କାର କଲେ। ବହିଷ୍କାର ପଛରେ ଗୋଟିଏ କାରଣ ହେଇପାରେ ବୋଲି ଆମେ ଅନୁମାନ କରୁଛୁ। ଦୀର୍ଘ ଦିନ ଧରି ଜଣଙ୍କର ଧାମନଗରରେ 3 ଥର ପଞ୍ଚାୟତ ସମିତି ଅଧ୍ୟକ୍ଷ 2 ଥର ସିଏ ହେଇଛନ୍ତି। ତାଙ୍କ ସହଧର୍ମୀ ବର୍ତ୍ତମାନ ଚେୟାରମ୍ୟାନ୍ ଅଛନ୍ତି। ତାଙ୍କର କିଛି ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ଆମେ ପ୍ରତିବାଦ କଲୁ ଏବଂ ଆଲୋଚନା କଲୁ ଯେ ଧାମନଗରରେ ଏଇ ସବୁ ଦୁର୍ନୀତି ହେଉଛି। ଏଇମାନଙ୍କ ବିଲ୍ ପତ୍ର ପେମେଣ୍ଟ ବାକି ରହୁଛି, ପେମେଣ୍ଟ ପାଉନାହାନ୍ତି, ବ୍ଲକ ହଇରାଣ ହେଉଛନ୍ତି, ପିସି ଅତ୍ୟଧିକ ପିସି ନେଉଛନ୍ତି। ଏ କଥା ପ୍ରତିବାଦ କଲା ପରେ ମଝିର ମୋ ପୂର୍ବତନ ଅଧ୍ୟକ୍ଷ ନାରାୟଣ ସାହୁଙ୍କୁ ଦଳରୁ ସସ୍ପେଣ୍ଡ କଲେ। ପରବର୍ତ୍ତୀ ଅବସ୍ଥା ତାଙ୍କ ଲକ୍ଷ୍ୟ ଥିଲା କିଛି ସିନିୟର ଲୋକଙ୍କୁ ବିଦା କଲେ ମୋର ଭାବମୂର୍ତ୍ତି ରହିବ, ଜୁନିୟର ଲୋକମାନେ ମୋତେ ପଚାରିବେ। କିନ୍ତୁ ଯେତେବେଳେ ଏଭଳି ଏକ ପରିସ୍ଥିତି ବାତାବରଣ ସୃଷ୍ଟି ହେଲା ଯେ ସମସ୍ତେ ପ୍ରତିବାଦ କରିବା ଆରମ୍ଭ କଲେ, ସେତେବେଳେ ସେ ଆମକୁ ସାଂଗଠନିକ ସମ୍ପାଦକ ପ୍ରଣବ ଦାସକୁ ବୁଝେଇ ସୁଝେଇ ଆମକୁ ସସ୍ପେଣ୍ଡ କରିଛନ୍ତି। ତାର ମୂଳ ଲକ୍ଷ୍ୟ ହେଲା ବିଧାୟକ ଜିତିଏ ନ ଦେବା ପାଇଁ। ଯୋଉ ବାଇ ଇଲେକ୍ସନ ହେଇଥିଲା ସେ ବାଇ ଇଲେକ୍ସନରେ ସମସ୍ତେ ଜାଣିଥିଲେ ରାଜୁ ଦାସ ଟିକେଟ ପାଇବ ବୋଲି, କିନ୍ତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଯୁବକ ମାନଙ୍କୁ ପଠେଇ ବୋବାଙ୍କୁ ବୁଝେଇଲେ ଯଦି ଆପଣ ରାଜୁ ଦାସକୁ ଟିକେଟ ଦେବେ ଆମେ ସାହାଯ୍ୟ କରିବୁନି, ତା ବ୍ୟତୀତ ଯାହାକୁ ଦେବେ ଆମେ ସାହାଯ୍ୟ କରିବୁ। କିଛି ଦିନ ତଳେ ଯୋଉ ପଞ୍ଚାୟତ ନିର୍ବାଚନ ହେଇଥିଲା ସେ ପଞ୍ଚାୟତ ନିର୍ବାଚନରେ 22ଟି ପିଏସ୍ ମେମ୍ବର ଏବଂ 22ଟି ପିଏସ୍ ମେମ୍ବର, 22ଟି ସରପଞ୍ଚ ଏବଂ 26ଟି ପିଏସ୍ ନିର୍ବାଚିତ ହେଇଥିଲେ। 4ଟା ଜିଲ୍ଲା ପରେ ଜିତିଥିଲେ। କ'ଣ ପାଇଁ ବାଇ ଇଲେକ୍ସନ ଧାମନଗରରେ ଆମେ ହାରିଲୁ? ହାରିବା ପଛରେ ମୁଖ୍ୟ ନାୟକ ହେଉଛି ଅଶୋକ ନାୟକ। ଏବଂ ପରବର୍ତ୍ତୀ ଅବସ୍ଥାରେ ଏଇ ଯୋଉ ନିର୍ବାଚନ ଚାଲୁଛି ଏ ନିର୍ବାଚନରେ 31ଟା ପଞ୍ଚାୟତର ତା ବିରୁଦ୍ଧରେ ଜନମତ। କିଛି ଦିନ ତଳେ ଆମେ ସବୁ ସିନିୟର ଲୋକ ନେଇକି ଲୁଣିଆଠାରେ ଏକ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଥିଲୁ। ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ ଆମେ ଅନୁରୋଧ କରୁଥିଲୁ ଯେ ତାଙ୍କୁ ଦାୟିତ୍ୱ ନ ଦେଇକି ଗୋଟେ ଟିମ୍ କରିକି ସମସ୍ତେ ଦାୟିତ୍ୱ ଦିଆଯାଉ ଜିତିବା ପାଇଁ। ତାକୁ ବହୁତ ସକ୍ କଲା ଯେ ଖୋଲା ମିଟିଂରେ ଆମେ ପ୍ରତିବାଦ କଲୁ, ତା ବିରୁଦ୍ଧରେ କହିଲୁ ଏବଂ ଯେଉଁ ସବୁ ଦୁର୍ନୀତି ହେଇଛି ସେ 5T ସ୍କୁଲ ହଉ, ସେ ସ୍ପୋର୍ଟସ ହଉ, ସେ ରୋକଣା ରଥ ହଉ ଏବଂ ପିଠା ପ୍ରୋଗ୍ରାମ ହେଉଥିଲା, ସେ ଯେଉଁ ଦୁର୍ନୀତି ବିରୁଦ୍ଧରେ ଆମେ କହିବା ଦ୍ୱାରା ସେ ଅତ୍ୟଧିକ ରାଗି ଯାଇ କେମିତି ଆମ ବିରୁଦ୍ଧରେ ଆକ୍ସନ ନେବ ସେ ବିଷୟରେ ଆମକୁ ସୋକ ଦେଇନାହାନ୍ତି କି କେହି ଉପର ନେତୃତ୍ୱ ଆସି ଆମକୁ ବୁଝେଇ ନାହାନ୍ତି। ଆମକୁ ନିଲମ୍ବିତ କରିଛନ୍ତି। ଆମେ ଲୋକଙ୍କ ପାଖକୁ ଯିବୁ, ଲୋକଙ୍କ ସହିତ ମିଶିବୁ। ଦୀର୍ଘ 40-42 ବର୍ଷ ଧରି ଛାତ୍ର ଜୀବନରୁ 1982 ମସିହା ପାଖରୁ 2 ଥର କଲେଜ ପ୍ରେସିଡେଣ୍ଟ ଏବଂ ଜିଲ୍ଲା ପରିଷଦ ମେମ୍ବର ଥିଲି, ସୋସାଇଟିର ପ୍ରେସିଡେଣ୍ଟ ଅଛି, ସାଂସଦର ପ୍ରତିନିଧି ଥିଲି। ସମସ୍ତଙ୍କ ସହିତ ଧାମନଗର ପରିବାର ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି। ଆମକୁ କୋଉଦିନ ଦୁର୍ନୀତି ଆମକୁ ଛୁଇଁ ନାହିଁ। ଆମେ ଲୋକଙ୍କ ସହିତ ଭଲ ପାଇବା ଏବଂ ସମସ୍ତ ସହିତ ସୁସମ୍ପର୍କ ରଖି ଯେତେବେଳେ ଲୋକମାନେ ଆମକୁ ଭଲ ପାଉଛନ୍ତି ତାକୁ ଅସହ୍ୟ କରି ସେ ଆମ ବିରୁଦ୍ଧରେ ଉପର ନେତୃତ୍ୱ ଦେଇକି ଦଳକୁ ସସ୍ପେଣ୍ଡ କରୁଛନ୍ତି। ଦଳ ଯଦି ବହୁତ ରାସ୍ତା ପଡ଼ିଛି, ଠିକ ରାସ୍ତାରେ ଆମକୁ ଖୋଜିକି କାଢ଼ିବାକୁ ପଡ଼ିବ। ଭୁଲ ରାସ୍ତା ଅନେକ ପଡ଼ିଛି। ଦଳ ଇଲେକ୍ସନ ମାସେ ରହିଲା, ସେଥିରେ ଆଣିଛନ୍ତି ଯେ ଧାମନଗର ଜଣଙ୍କ ପାଇଁ ଧାମନଗର 25-30 ହଜାର ପରାଜୟ ହେବ। ଆମେ ମିଳିତ ଭାବରେ ବସିକି ଏକ ନିଷ୍ପତ୍ତି ନେମୁ ଯେ ଆମ ପ୍ରତି ଯେଉଁ ଅବିଚାର କରାଯାଇଛି ଆମେ କ'ଣ କଲେ ସେ ଅବିଚାର ଆମେ ସୁଫଳ ପାଇବୁ ଏବଂ ନିଶ୍ଚିତ ଭାବରେ ଆମେ ସମସ୍ତେ ବସିକି ଖୁବ୍ ଶୀଘ୍ର ଏକ ସୁନ୍ଦର ନିଷ୍ପତ୍ତି ନେମୁ ଯେ ଧାମନଗର ଲୋକଙ୍କର ବିକାଶ ହେବା ପାଇଁ। ଧାମନଗର ଯେଉଁ ଅବହେଳିତ ହେଇ ପଡ଼ିଛି, ଯେଉଁ ବୈତରଣୀ ନଈର ରାଇଟ୍ ସାଇଡ୍ ଉନ୍ନତି ହେଉଛି,
ଧାମନଗର ଲୋକ ବନ୍ୟାରେ ରହୁଛନ୍ତି ସେଥିପାଇଁ ତାର ବିହିତ ଆମେ ଚାହୁଁଛୁ ଏକ ପରିବର୍ତ୍ତନ ହଉ ପରିବର୍ତ୍ତନ ଯିଏ ଚେୟାରମ୍ୟାନ ଯୋଉ ପ୍ରାର୍ଥୀକି ଦେବ ଯିଏ ତାକୁ ହରାଇ ପାରିବ ତାକୁ ଆମେ ସାହାଯ୍ୟ କରିବୁ। खबर दुनिया रे जोड़ी हेबा पाई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पाई।